ଆଜିର ଗପର ନାଁ ଚୋର କିପରି ସାଧୁ ହେଲା। ଜଣେ ଚୋର ଥିଲା। ତାର ନିତିଦିନିଆ କାମ ଥିଲା ଚୋରି କରିବା। ଏହା ତାର ଏଭଳି ଅଭ୍ୟାସ ହୋଇଯାଇଥିଲା ଯେ ରାତି ହେଲା ମାନେ ସେ ଚୋରି କରିବାକୁ ବାହାରି ଯାଉଥିଲା। ଚୋରି ଛାଡ଼ିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସେ ତାକୁ ଛାଡ଼ି ପାରୁନଥିଲା। ସେଥିପାଇଁ ସେ ସବୁବେଳେ ଚିନ୍ତିତ ରହୁଥିଲା। ଥରେ ତାର ଜଣେ ଗୁରୁଙ୍କ ସହିତ ଦେଖା ହେଲା। ସେ ଗୁରୁଙ୍କୁ ତାର ଚୋରି ଛାଡ଼ିବା କଥା କହିଲା। ଗୁରୁ କହିଲେ, ବାବୁ, କଥାଟା କଷ୍ଟ ନୁହେଁ। ଚୋରି ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛୁ ଯେତେବେଳେ ଏକାଥରକେ ଛାଡ଼ିଦେ। ଚୋର କହିଲା, ସେମିତି ଅନେକ ଥର କଲିଣି, କିନ୍ତୁ ତାହା ସମ୍ଭବ ହେଉନାହିଁ। ବର୍ଷ ବର୍ଷ ଧରି ଚୋରି କରୁଥିବାରୁ ଏହା ମୋର ଅଭ୍ୟାସରେ ପରିଣତ ହୋଇଯାଇଛି। ରାତି ହେଲା ମାନେ ମନ ଖଲବଲ ହେଉଛି। ତେଣୁ ଆଉ କିଛି ନୂଆ ବାଟ କୁହନ୍ତୁ। ଗୁରୁ କହିଲେ, ଯଦି ଏମିତି କଥା ତାହେଲେ ତମେ ଚୋରି କର, କିନ୍ତୁ ତା ସହିତ ଆଉ ଗୋଟେ ଅଭ୍ୟାସ କର। ସବୁବେଳେ ସତ କହିବା ପାଇଁ ଚେଷ୍ଟା କର। ଚୋରି କରିବା ବା ଛାଡ଼ିବା ସହିତ ଏହାର କୌଣସି ସମ୍ପର୍କ ନାହିଁ। ତେଣୁ ତୁ ତାହା କରିପାରିବୁ। ଗୁରୁଙ୍କର ଏହି କଥାଟା ଚୋରର ମନକୁ ପାଇଲା। ସେହିଦିନଠାରୁ ସେ ସବୁବେଳେ ସତ କହିବା ଆରମ୍ଭ କଲା। ଏମିତି ସତ କହିବା ଦ୍ୱାରା ଚୋର ଦେଖିଲା ଯେ ଭାରି ଅସୁବିଧା ହେଉଛି। ସତ କହିବାର ଅର୍ଥ ଦୋଷ ସ୍ୱୀକାର କରିବା, ଲୋକମାନଙ୍କ ଠାରୁ ଦଣ୍ଡ ପାଇବା, ଚୋରି ଜିନିଷ ଫେରାଇବା, କ୍ଷମା ମାଗିବା। ଏବେ ଆଉ ଛୋଟ ମୋଟ ଚୋରି କରିବା ବି ତା ପାଇଁ ସମ୍ଭବ ହେଲା ନାହିଁ। ବଡ଼ ଚୋରିକୁ ପଚାରେ କିଏ? କାହା ବାରିରୁ ଲାଉଟିଏ ଚୋରି ହୋଇଗଲେ କି କଖାରୁଟିଏ ଚୋରି ହୋଇଗଲେ ଲୋକ ତାକୁ ପଚାରୁଥିଲେ। ସେ ମାନିବାକୁ ବାଧ୍ୟ ହୁଏ, କାରଣ ଗୁରୁ କହିଛନ୍ତି ସତ କହିବାକୁ। ଏଣିକି ଚୋରି କରିବାର ଜଞ୍ଜାଳ ବଢ଼ିଲା। ତେଣୁ ସେ ଚୋରି ଛାଡ଼ିବାକୁ ବାଧ୍ୟ ହେଲା। ଗୁରୁଙ୍କ ଉପଦେଶ ମାନିବାରୁ ସେ ସହଜରେ ଚୋରି କରିବା ଛାଡ଼ି ପାରିଲା ଓ ଗୋଟେ ଭଲ ଚରିତ୍ରର ମଣିଷରେ ପରିଣତ ହେଲା। ଏଥିରୁ ଆମେ ଏଇଆ ଶିଖିଲେ ଯେ ସତ୍କର୍ମ କରିବା ପାଇଁ ଜଣେ ଗୁରୁଙ୍କର ଉପଦେଶ ନିତାନ୍ତ ଅପରିହାର୍ଯ୍ୟ। ଧନ୍ୟବାଦ।